କାକରା ପିଠା ତ ଆପଣ ବହୁତ ପ୍ରକାରର ବନେଇକି ଖାଇଥିବେ, କିନ୍ତୁ ପାଚିଲା ଆମ୍ବରେ କାକରା ପିଠା କେବେ ବନେଇଛନ୍ତି କି? ଯଦି ବନେଇ ନାହାନ୍ତି ତାହେଲେ ଆଜିର ଏହି ରେସିପିଟି ଖାସ୍ ଆପଣମାନଙ୍କ ପାଇଁ। ଆଜିର ଏହି କାକରା ପିଠା ସବୁ କାକରା ପିଠାରୁ ଟିକେ ଅଲଗା ରହିବ। ଏହି କାକରା ପିଠାରେ ପାଚିଲା ଆମ୍ବର ବାସ୍ନା ପାଇବେ, ଉପରୁ କ୍ରିସ୍ପି ଆଉ ଭିତରୁ ଜୁସି ରହିବ। ଦେଖିପାରୁଥିବେ କାକରା ପିଠା ଭିତରୁ କେତେ ସୁନ୍ଦର ଦେଖାଯାଉଛି। ତେବେ ପାଚିଲା ଆମ୍ବ ସରିବା ଆଗରୁ ଏହି କାକରା ପିଠା ଘରେ ନିଶ୍ଚୟ ତିଆରି କରିବେ। ଆଶା କରିବି ଆଜିର ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିବ। ନମସ୍କାର, ରୋଜି ହାଣ୍ଡିଶାଳକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଏହି କାକରା ପିଠା ବନେଇବା ପାଇଁ ଏଇଠି ମୁଁ ଗୋଟେ ପ୍ୟାନ ବସେଇ ନେଇଛି। ଏବେ ସେଥିରେ ମୁଁ ଗୋଟେ ମିଡିୟମ ସାଇଜର ନଡିଆକୁ କୋରିକି ଦେଇଛି। ତା ସହିତ ଏଠି ମୁଁ ଦେଇ ଦଉଛି କିଛି ଛେନା। ଏଠି ଛେନା ଅପସନାଲ ଅଛି, ଆପଣ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ। ଏବେ ମୁଁ ଦେଇ ଦଉଛି ମିଠା ପାଇଁ ଚିନି। ଚିନି ଜାଗାରେ ଆପଣ ଏଠି ଗୁଡ ମଧ୍ୟ ନେଇପାରିବେ। ମିଠା ଏଠି ନିଜ ହିସାବରେ କମ ଅଧିକ କରିକି ନେବେ। ଏବେ ଆମେ ନଡିଆ ଛେନାକୁ ଭଲ ଭାବେ ମିଶେଇକି ନେଇଯିବା ଆଉ ମିଡିୟମ ଫ୍ଲେମରେ ଭାଜି ନେବା। ଏଇଠି ଆମକୁ ପୁରକୁ ଅଧିକା ଶୁଖିଲା କରିକି ନବାର ନାହିଁ, ବାସ୍ ଛେନା ନଡିଆର ପାଣି ଶୁଖିଲା ହେବା ଯାଏ ଆମକୁ ଏଠି ଭାଜିକି ନବାର ଅଛି। ବାସ୍ନା ପାଇଁ ଆମେ ଦେଇଦେବା ଗୋଲମରିଚ ଗୁଜୁରାତିର ଗୁଣ୍ଡ। ଆକୁ ଆମେ ଭଲ ଭାବେ ମିଶେଇ ନେବା ଆଉ କିଛି ସମୟ ପୁଣି ଥରେ ଭାଜି ନେବା। ଏଇଠି ଆମର ଦେଖିପାରୁଥିବେ ଛେନା ନଡିଆର ପୁର ରେଡି ହେଇଗଲା। ଗ୍ୟାସର ଫ୍ଲେମକୁ ବନ୍ଦ କରିକି ଆକୁ ସାଇଡରେ ରଖିବା। ଯିବା ନେକ୍ସଟ ପ୍ରୋସେସକୁ। ପାଚିଲା ଆମ୍ବର କାକରା ତିଆରି କରିବା ପାଇଁ ଆମକୁ ତ ପ୍ରଥମେ ଆମ୍ବ ଦରକାର। ତ ଏଇଠି ମୁଁ 500 ଗ୍ରାମର ଗୋଟେ ପାଚିଲା ଆମ୍ବ ନେଇଛି। ଏଇଠି ଆପଣମାନେ ଯେକୌଣସି ପାଚିଲା ଆମ୍ବ ନେଇପାରିବେ। ଧ୍ୟାନ ରଖିବେ ମିଠା ଆମ୍ବ ନେବେ, ବିଲକୁଲ ବି ଖଟା ବାଲା ଆମ୍ବ ନେବେନି। ଏବେ ଆମେ ଆମ୍ବକୁ କାଟି ନେବା। କହିବାକୁ ଗଲେ ଆଜିର ଆମର এই ରେସିପି ପାଇଁ ଆମକୁ ଆମ୍ବର ରସ ଦରକାର। ତ ଆପଣଙ୍କୁ ଯେମିତି ସୁବିଧା ହବ ଆପଣ ସେଇ ହିସାବରେ ଆମ୍ବର ରସକୁ ବାହାର କରିକି ନେଇପାରିବେ। ଆଶା କରିବି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଭିଡିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ। ଆମ୍ବର ରସ କେମିତି ବାହାର କରିକି ନେବେ ଏଇଠି ମୁଁ 2 ପ୍ରକାରର କାଟିକି ଦେଖେଇଲି। ତ ଏଇଠି ଦେଖନ୍ତୁ ମୁଁ ସବୁର ଆମ୍ବ ରସ ବାହାର କରିନେଲି। ଏଇଠି ଆମ୍ବର ରସ ସବୁ ବାହାର କରିସାରିବା ପରେ ଗୋଟେ ମିକ୍ସିଂ ଜାରରେ ଦେଇଦେବା। ବିଲକୁଲ ବି ପାଣି ଦେବାନି, ସେମିତି ଚିକଣ କରିକି ବାଟିକି ନେଇ ଆସିବା। ବାଟିକି ଆଣି ସାରିବା ପରେ ଏହିଭଳି ମେଜରିଂ କପ୍, ଗ୍ଲାସ କିମ୍ବା ଗିନା ସେଟ୍ କରନ୍ତୁ। ସବୁ ଜିନିଷକୁ ମାପିକି ନେବେ। ଦେଖନ୍ତୁ ମୁଁ ଗୋଟେ ମେଜରିଂ କପରେ ମାପିକି ନେଇଛି 1 କପ୍ ଆମ୍ବର ରସ। ଏବେ ଆମେ କଡେଇରେ ଦେଇଦେବା। ଏହି ମେଜରିଂ କପରେ ସବୁ ଜିନିଷକୁ ମାପିକି ନେବା। ସେଇ ସମାନ କପରେ ଆମେ ଦେବା 1 କପ୍ ପାଣି। ମନେ ରଖନ୍ତୁ 1 କପ୍ ଆମ୍ବ ରସରେ ଦେବା 1 କପ୍ ପାଣି। ତ ମିଠା ପାଇଁ ଆମେ ସେଇ ସମାନ କପରେ ଦେଇଦେବା ଅଧା କପ୍ ଚିନି। ଯେହେତୁ ପୁରା ଆମର ମିଠା ଅଛି ଆଉ ଆମ୍ବ ବି ମିଠା ଅଛି, ତ ସେଥିପାଇଁ ଚିନି କମ କରିକି ନେବା। ଆପଣଙ୍କର ଯଦି ଆମ୍ବ ଅତ୍ୟଧିକ ମିଠା ତାହେଲେ ଚିନି ଏଠି କମ ବ୍ୟବହାର କରିବେ ଆଉ ଚିନି ଜାଗାରେ ଆପଣ ଏଠି ଗୁଡ଼ ମଧ୍ୟ ନେଇପାରିବେ। ଏବେ ଆମେ ଏଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଆଉ ଦେଇଦେବା 2 ଚାମଚର ଗୁଆ ଘିଅ। ସବୁକୁ ଭଲ ଭାବେ ମିଶେଇ ନେବା। ଗୋଟେ ଫୁଟା ଆସିବା ଯାଏ ଫୁଟେଇବା। ଆମ୍ବକୁ ଗ୍ରାଇଣ୍ଡିଙ୍ଗ କଲା ବେଳେ ଯଦି ବଡ ବଡ ଖଣ୍ଡ ରହିଯାଉଛି ତାହେଲେ ଚାମଚରେ ମିଶେଇ ନିଅନ୍ତୁ। ଆଉ ଯଦି ଛୋଟ ଖଣ୍ଡ ରହୁଛି ତାହେଲେ ସେ ଆପେ ଆପେ ସିଝିଯିବ। ଏଇଠି ଦେଖନ୍ତୁ ଭଲ ଭାବେ ଫୁଟି ସାରିଛି। ଏବେ ଆମେ ଗ୍ୟାସର ଫ୍ଲେମକୁ ଲୋରେ ରଖିବା ଆଉ ସମାନ କପରେ ମାପିକି ଦେଇଦେବା 1 କପ୍ ସୁଜି। ଏଇଟା କଞ୍ଚା ସୁଜି ଅଛି ଆଉ ସରୁ ଦାନା ବାଲା ମଧ୍ୟ ସୁଜି ଅଛି। ସୁଜିକୁ ଏକାଥରକେ ଦେବେନି, ଅଳ୍ପ ଅଳ୍ପ ଦେଇକି ଆମେ ଆକୁ ମିଶେଇ ନେବା। ଏଇଠି ଦେଖିଲେ ଆମେ 1 କପ୍ ଆମ୍ବ ରସ ପାଇଁ ଦେଲେ 1 କପ୍ ପାଣି ଆଉ 1 କପ୍ ଦେଲେ ଆମେ ସୁଜି। ଲଗାତାର ଆମେ ଗୋଳେଇ ନେବା ଯେମିତି ଏଥିରେ ଲମ୍ପସ୍ ନ ରହିବ। ଏକଦମ ଲୋ ଫ୍ଲେମରେ ରଖିବେ, ଯାହା ଦ୍ୱାରା ସୁଜି ଆମର ବଢିଆ ସେ ସିଝି ପାରିବ। ଏମିତି କିଛି ସମୟ ଜନ୍ତିଲା ପରେ ଦେଖିପାରୁଥିବେ ଆପେ ଆପେ କଢେଇରୁ ଛାଡି ଆସୁଛି, ଗୋଟେ ଡୋ ଫର୍ମକୁ ପଳେଇ ଆସିଲାଣି। ଅଳ୍ପ ଟିକେ ଜନ୍ତୁଣୀକୁ ସେପ୍ ଦେଇକି ଦେଖିବେ, ଯଦି ସେପ୍ ଭଲସେ ହେଉଛି ଜାଣିବେ ଜନ୍ତୁଣୀ ଆମର ବଢିଆ ସେ ତିଆରି ହେଇଛି। ଏବେ ଜନ୍ତୁଣୀକି ଆମେ ଗୋଟେ ପ୍ଲେଟକୁ କାଢି ନେବା ଆଉ ଖେଳେଇ ନେବା ଏଇଭଳି, ଯାହା ଦ୍ୱାରା ଜନ୍ତୁଣୀ ଆମର ଟିକେ ଥଣ୍ଡା ହେଇଯିବ, ଯେମିତି ଭଲସେ ଆମେ ଚକଟିକି ନେଇପାରିବା। ହାଲକା ଉଷୁମ ଅବସ୍ଥାରେ ହିଁ ଆମେ ହାତରେ ଘିଅ ଲଗେଇକି ଏମିତି ଚକଟି ନେବା। ଭଲ ଭାବରେ ଚିକଣ କରିକି ଚକଟିବେ ଯେମିତି ଆମର ପିଠାରେ କ୍ରାକ୍ ନ ରୁହେ। ଏଠି ଦେଖିପାରୁଥିବେ କେତେ ବଢିଆ ସେ ମୁଁ ଚକଟିକି ନେଇଯାଇଛି। ପୁର ମଧ୍ୟ ଆମର ଥଣ୍ଡା ହେଇସାରିଛି। ହାତରେ ଟିକେ ଘିଅ ଲଗେଇକି ଅଳ୍ପ ଜନ୍ତୁଣୀକୁ ଆଣିବା। ହାତରେ ଏମିତି ମଝିରେ ଗୋଲ କରିନେବା ପାପୁଲିରେ। ତ ତାପରେ ଏମିତି ଆମେ ଗୋଟେ ଗିନାର ସେପ୍ ଦେଇଦେବା। ମଝି ପୋର୍ସନଟାକୁ ଟିକେ ମୋଟା ରଖିବେ ଆଉ ଚାରି ସାଇଡରୁ ଟିକେ ପତଲା ରଖିବେ ଏଇଭଳି ଭାବରେ। ତ ଏବେ ଆମେ ଏଥିରେ ଛେନା ନଡିଆର ପୁର ଦେଇଦେବା। ହାତରେ ଟିକେ ପୁରକୁ ପ୍ରେସ୍ କରିକି ଚାରି ସାଇଡରୁ ଜନ୍ତୁଣୀକୁ ଉପରକୁ ଉଠେଇବା। ଯାହା ବି ଏକ୍ସଟ୍ରା ଜନ୍ତୁଣୀ ରହିଲା ତାକୁ ଆମେ ବାହାର କରିନେବା। ହାଲକା ହାତରେ ଗୋଲ ବନେଇ ନେବା ଆଉ ତାପରେ ଏମିତି ହାତ ପାପୁଲି ମଝିରେ ରଖିକି ଫ୍ଲାଟ୍ କରିନେବା, ଯାହା ଦ୍ୱାରା ପିଠା ଆମର ସମାନ ଭାବରେ ତିଆରି ହେଇପାରିବ।
ଆଉ ପିଠା ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ପିଠାରେ ଯେମିତି ବିଲକୁଲ କ୍ରାକ୍ ନ ରୁହେ ଆଉ ଉପରକୁ ଯେମିତି ଆମର ପୁର ନ ଦେଖାଯାଏ। ତ ଏଇଭଳି ଭାବରେ ମୁଁ ଗୋଟେ ପିଠା ତିଆରି କରିକି ନେଇଗଲି। ସେମ୍ ପ୍ରୋସେସରେ ସବୁ ପିଠା ଗୁଡ଼ିକୁ ମଧ୍ୟ ଏମିତି ମୁଁ ତିଆରି କରିକି ନେଇଯିବି। ଏଇଭଳି ଭାବରେ ଆପଣ ପିଠା ତିଆରି କରିବେ। କାକରା ପିଠାକୁ ଅଧିକ ମୋଟା କି ଅଧିକ ପତଳା ରଖିବେନି, ସମାନ ଭାବରେ ପିଠା ଗୁଡ଼ିକୁ ତିଆରି କରିବେ। ତ ଏଇଠି ଦେଖନ୍ତୁ ମୁଁ ସବୁ ପିଠା ଗୁଡ଼ିକ ତିଆରି କରିକି ନେଇଗଲି। ଏବେ ଆମେ ଚାଲନ୍ତୁ ଆକୁ ଫ୍ରାଏ କରିବା। ଏଇଠି ମୁଁ ତେଲ ଗରମ ହବାକୁ ରଖି ନେଇଥିଲି। ତେଲ ମଧ୍ୟ ଗରମ ହେଇସାରିଛି। ଏବେ ଆମେ କଢେଇରେ ଗୋଟେ ଗୋଟେ ପିଠା ଦେଇଦେବା। ଅଧିକ ପିଠା ଦେବେନି, ଯେତିକି କଢେଇରେ ଜାଗା ଧରିବ ସେଇ ହିସାବରେ ହିଁ ପିଠା ଦେବେ। ତେଲକୁ ଏଇଠି ଅତ୍ୟଧିକ ଗରମ କରିବେନି। ଯଦି ଅଧିକ ଗରମ କରିକି ତେଲ ପିଠା ପକଉଛନ୍ତି ତ ତାହେଲେ ପିଠା ଆମର ଉପରୁ କଲର ଆସିଯିବ, ଭିତରୁ ବିଲକୁଲ ବି ସିଝିବନି। ଯଦି ବି ଥଣ୍ଡା ତେଲରେ ପକଉଛନ୍ତି ସେଟା କଣ ହେବ ନା ପିଠା ଆମର ଖୋଲିଯିବ। ପିଠାକୁ ପକେଇଲା ମାତ୍ରେ ସଙ୍ଗେ ସଙ୍ଗେ ଚଟୁ ଲଗେଇବେନି, ଟିକେ ସେଟ୍ ହବା ପାଇଁ ଛାଡ଼ିବେ କିଛି ସମୟ। ତାପରେ ଦେଖିବେ ପିଠା ଫୁଲି ଆସିବ, ସେତେବେଳେ ଜାଣିବେ ଗୋଟେ ସାଇଡରୁ ଆମର ପିଠା ହେଇଗଲା। ତାପରେ ତାକୁ ଓଲଟେଇ ନେବେ। ଏଇ ସବୁ ଟିପ୍ସକୁ ଫଲୋ କରିକି ଯଦି କାକରା ପିଠା ଆପଣ ବନଉଛନ୍ତି, ଆପଣଙ୍କର କାକରା ପିଠା ବି ପରଫେକ୍ଟ ତିଆରି ହବ। ଏଇଠି ଗ୍ୟାସର ଫ୍ଲେମକୁ ମିଡିୟମରେ ରଖିକି ପିଠାକୁ ଛାଣିବେ। ଏଇଭଳି ଭାବରେ ପିଠାକୁ ଛାଣି ନେବା। ଦେଖନ୍ତୁ ପିଠା କେତେ ବଢିଆ ସେ ଆମର କଲର ଆସିଛି। ଏବେ ଆମେ ଜାଲି ଉପରକୁ ପିଠାକୁ ନେଇ ଆସିବା। ଆଉ ଗୋଟେ ଚାମଚ ପିଠା ଉପରେ ରଖିକି ହାଲକା ହାତରେ ପ୍ରେସ୍ କରିନେବା। ଯାହା ବି ଆମର ଏକ୍ସେସ୍ ତେଲ ଥିବ ସେଟା ବାହାରି ଯିବ। ତ ସେମ୍ ପ୍ରୋସେସରେ ମୁଁ ସବୁଗୁଡ଼ିକ ଫ୍ରାଏ କରିନେବି। ତ ଏଇଠି ଆମର ଆମ୍ବ କାକରା ରେଡି ହେଇଗଲା। ତ ବନାନ୍ତୁ, କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଆଜି ପାଇଁ ରହିଲି, ପୁଣି ଆସିବି ନୂଆ ଗୋଟେ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।